ମୋ ପାଇଁ ନେଇ ଦୁନିଆ ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଦୂରରେ ରଖି ନରୀ ପଣ୍ଡା ପୁଣି 25-26 ଯାତ୍ରା ଓଁକାରରେ ପାଉଡର ବଢିବ ଓଁକାର ଓଁକାରରେ ରହିବ ଓଡ଼ିଶାରେ ନାଁ କରିବ ଏତିକି ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ ମାନଙ୍କୁ ମୋର ବହୁତ ବହୁତ ଭଲ ପାଇବା ମୋ ଉପରେ ସେମିତି ଆଶୀର୍ବାଦ ଥାଉ। ମୁଁ ଭାବିଥିଲି ଯେ ସମସ୍ତ ମାଲିକ ମୋତେ ଯଦି ବ୍ୟାନ୍ କଲେ ମୁଁ ଆଉ ହୁଏତ ଯାତ୍ରା ପାଟିର ରଙ୍ଗ ପାଉଡର ମାରିବି ନାହିଁ କି ମୋତେ ମରିବାକୁ ସୁଯୋଗ ଦେବେନି। କେସ୍ ସମାଧାନ ହେଇଥିଲେ ହୁଏତ ମୋତେ କେହି ବ୍ୟାନ୍ ହଟିଥାନ୍ତା। ଏପର୍ଯ୍ୟନ୍ତ କେସ୍ ଅଟେଛି 2 ମାସ ହେଇଗଲାଣି। ଆଉ ମାଲିକ ସଂଘକୁ ସମ୍ମାନ ଦେଇ ତେଣୁ ତାଙ୍କ ପାଖରେ ନ ରହି ସମସ୍ତ 22 ମାଲିକ ପାଖରେ ନ ରହି ଆଉ ଗଢ଼ି ଉଠିଥିବା ଓଁକାରର ଭୁବନେଶ୍ୱରରେ ସେ ପାର୍ଟିতে ମୁଁ ସ୍ୱାଗତ କରୁଛି। ତେଣୁ ମୁଁ ସେ ଓଁକାର ରହିବା ପାଇଁ 25-26 ମନୋନୀତ କରିଛି। ଆଜ୍ଞା ଦେଖାଯାଉ କେହି ନ ଦେଖିଲେ ଭଗବାନ ଜଗନ୍ନାଥ ଦେଖୁଛି। କୋଉଟା ସତ କୋଉଟା ମିଛ ଜନସାଧାରଣ ସବୁ ଜାଣି ସାରିଛନ୍ତି। ଆଉ ଲୁଚିବାକୁ କିଛି ପଡିବନି। ସେମାନେ ଖାଲି ଅପେକ୍ଷା କରୁଛନ୍ତି କୋଉଟା ସତ୍ୟ କୋଉଟା ମିଛ ଯୋଉଟା ଯୋଉ ଯାହା ହବ ସେମାନେ ଆଗେ ଆଟାକ୍ କରିବେ ଜନସାଧାରଣ। ଏଇଟା ଏମିତି ହେଇଥିଲା କାହିଁକିନା ନିଜେ ବାଇକି ଦେଇଛନ୍ତି କଣ ହେଇଥିଲା କଣ ନାହିଁ କେତେ କ୍ୟାମେରା ଥିଲା ତା ଭିତରେ କିଏ ଥିଲା ସବୁଗୁଡାକ ଭିଜୁଆଲ ନଷ୍ଟ କଲେ କେମିତି ହବ। ହଁ ମୁଁ ଯାଇଥିଲି ଟଙ୍କା ଫେରାଇବା ପାଇଁ। ସେମାନେ ଫୋନ କରି ଡାକିଥିଲେ ମୋତେ ପଇସା ଫେରାଇ ଦେଇଯା। ମୁଁ ତ ଯାଇଥିଲି ପଇସା ଫେରାଇବା ପାଇଁ ଯାଇଥିଲି। ମୁଁ ମାଡ଼ ଖାଇଛି। ଆଉ କେମିତି ସୁଯୋଗ ଆଇଲେ ନାଇଁ ସେମାନେ ଯୋଗାଯୋଗ ମୋ ସାରେ କରିନାହାନ୍ତି ମୁଁ ତାଙ୍କ ସାରେ କରିନି। ବ୍ୟାନ୍ ତ ମୋ ଉପରେ ଅଛି ଯୋଗାଯୋଗ କାହିଁ କରିବି। ସେ ତ ବ୍ୟାନ୍ କରୁଛନ୍ତି। ବାକି ସେ ଯୋଉ କହୁଛନ୍ତି ତାଙ୍କୁ ପଇସା ଫେରାଇବାକୁ ଯାଇଥିଲି ମୁଁ ମାଡ଼ ଖାଇକି ଆସିଛି। ତାପରେ ଆଉ ଯେତେବେଳେ ଫେରାଇବାକୁ ଯିବି ମୁଁ କେମିତି ଯିବି କୋଉ ଜାଗାକୁ ଯିବି ଫେରାଇବାକୁ ମୋତେ ମାରି ଦେଇ ପାରନ୍ତି। ତେଣୁ କୌଣସି ଯୋଉଦିନ ସମାଧାନ ହେଇଯିବ ତାଙ୍କ ମାଲିକ ସଂଘ ଯଦି ଚାହିଁବ ସମାଧାନ କରିବା ପାଇଁ ମୁଁ ସେଇଦିନ ସମାଧାନ କରି ତାଙ୍କ ଅର୍ଥ ମୁଁ ଦେଇଦେବି। ନୂଆ ପାର୍ଟି ନୂଆ ପ୍ରଯୋଜକ ଯେହେତୁ ପୁରୁଣା ସଂଘ ସହିତ ସାମିଲ ନାହାନ୍ତି ଆପଣ ନୂଆ ପାର୍ଟିରେ ସାମିଲ ହେଇଛନ୍ତି। ଆଜ୍ଞା ଯଦି ଯାତ୍ରା ଆରମ୍ଭ ହୁଏ ପୁଣି ସଂଘରେ ସାମିଲ ହୁଅନ୍ତି ଆପଣଙ୍କୁ ବ୍ୟାନ୍ କରିବା ପାଇଁ ଯଦି ନିର୍ଦ୍ଦେଶ ଆସେ ଆଜ୍ଞା ବ୍ୟାନ୍ ହେଇଯିବି ସେଇଠୁ ସେଇଠି ସମସ୍ତେ ମାଲିକ ଯାଇକି ତାଙ୍କ ସଂଘ ସାରା ମିଶି ଯାଇକି ସବୁ ମୋତେ ସେଇଠୁ ବନ୍ଦ କରିଦେବେ। ସେଇଠୁ ବନ୍ଦ କରିଦେଲେ ମୁଁ ସେଇଠୁ ପଳେଇ ଆସିବି। ସେଇଠୁ ମୋର କିଛି କହିବାର ନାହିଁ କାରଣ ସଂସ୍ଥା ତାଙ୍କର ଆମେ କାମ କରୁଛୁ ତାଙ୍କ ପାଖରେ। ସେମାନେ ଆଜି ରଖିଛନ୍ତି କାଲି ବ୍ୟାନ୍ କରିଦେବେ। ଯେମିତି ଆମର ଭଦ୍ରକର ଗଢ଼ି ଉଠିଥିବା ପାର୍ଟି ରାଜନନ୍ଦିନୀ କହିଲା ନରିପଣ୍ଡା ମୁଁ ରଖିବି। ତାପରେ ତାଙ୍କ ସଂଘ ଆସିଲା ପରେ କହିଲେ ନାଇଁ ନରିପଣ୍ଡା ରଖିବି। ଅନୁଷ୍ଠାନ ତାଙ୍କର ସିଏ କାହାକୁ ରଖିବେ କାହାକୁ ନ ରଖିବେ। ଆପଣ କମ୍ପ୍ଲେନ୍ କରିଥିଲେ ଯେ ଆପଣଙ୍କୁ ନାଣ୍ଡୁବାବୁ ନିଜେ ମାରିଛନ୍ତି। ଏବେ ମାମୁନି ମ୍ୟାଡାମ କମ୍ପ୍ଲେନ୍ କରିଛନ୍ତି ତାଙ୍କୁ କମିଟି ସଭ୍ୟଙ୍କ ଦ୍ୱାରା ମରେଇଛନ୍ତି। ଆପଣ କମିଟି ସଭ୍ୟଙ୍କ ପାଖରେ ଭୟଭୀତ କି କୌଣସି ଜାଗା ଆଜ୍ଞା ଦେଖନ୍ତୁ ପ୍ରତି ମୁହୂର୍ତ୍ତରେ ମୁଁ ଭୟରେ ଅଛି। କାରଣ ସେମାନେ ମୋତେ ଧମକ ଦେଇଛନ୍ତି। ମୋ ଜୀବନ ପ୍ରତି ବିପଦ ଅଛି ବୋଲି ମୁଁ ଥାନାରେ ଲେଖିକି ଦେଇଛି। ମୋ ପ୍ରତି କିଛି ବି ହେଇଯାଉ ମୋର ଯଦି କିଛି କ୍ଷତି ହେଇଯାଏ ମୋର ତ କିଛି ଶତ୍ରୁ ନାହାନ୍ତି। ଯିଏ ଶତ୍ରୁ ଅଛି ମୁଁ ଆପଣମାନଙ୍କୁ ଜଣେଇ ସାରିଛି। ସମ୍ପୂର୍ଣ୍ଣ ଦାୟୀ ରହିବେ ସେଇ। ତାପରେ ଆଉ ଯେତେ ଚାପିଲେ ବି କେସ୍ ଚାପିବନି। ତମେ ଜନସାଧାରଣକୁ ଅଟକେଇ ପାରିବେନି। ତାତି ଯିବେ ଅଲ୍ ଓଡ଼ିଶା ତାତି ଯିବେ କାହିଁକିନା ସେ ଅଲ୍ ଓଡ଼ିଶା ଜାଣିଛି ନରିପଣ୍ଡା କ'ଣ ଆଉ ସମସ୍ତେ ଜାଣୁଛନ୍ତି ମୁଁ କ'ଣ ଆଉ ତମେ କ'ଣ। ଏ ପ୍ରମାଣ ଖାଲି ଗୋଟେ ଠାକୁର ତମକୁ ଦଉଛନ୍ତି। ଖାଲି ତମେ ଦେଖ କ'ଣ ହଉଛି। ସେଇଟା ମୁଁ କେମିତି କହିବି। ମୁଁ କାହିଁ ଅନ୍ୟ କୋଉ ପାର୍ଟି କହୁନାହିଁ ଅନ୍ୟ ମାଲିକ କହୁନାହିଁ। ଅନ୍ୟ ମାଲିକ ସାର୍ କିଛି ଶତ୍ରୁତା ନାହିଁ। ଦେଖନ୍ତୁ ସେଟା ତ ମୁଁ କହିପାରିବି ନାହିଁ। ଆପଣମାନେ ସମସ୍ତେ ଜାଣିପାରୁଥିବେ କୋଉଟା କ'ଣ ନାହିଁ କ'ଣ ହଉଛି କ'ଣ ନାହିଁ। ଆପଣ ଭାବୁଛନ୍ତି କିଛି ପଲିଟିକାଲ ସପୋର୍ଟ ରହୁଛି ତାଙ୍କ ପଛପଟେ? ଦେଖନ୍ତୁ ଆମେ କଳାକାର ସମସ୍ତଙ୍କର ଆମେ କଳାକାର ସମସ୍ତଙ୍କୁ ଖୁସି ଦେବା ପାଇଁ ଆଇଛୁ। କୌଣସି କଂଗ୍ରେସ ନୁହେଁ କୌଣସି ବିଜେଡି ନୁହେଁ କୌଣସି ବିଜେପି ନୁହେଁ କମ୍ୟୁନିଷ୍ଟ ନୁହେଁ। ଆମେ ସମସ୍ତଙ୍କର ପ୍ରିୟ ପାତ୍ର। ତେଣୁକରି ଆମେ ନିର୍ଦ୍ଦିଷ୍ଟ ପାର୍ଟିର ନୁହେଁ। ଆମେ ସମସ୍ତଙ୍କୁ ଭଲ ପାଉ। କାହା ବ୍ୟକ୍ତିତ୍ୱ ଆମେ ଖରାପ ନୁହେଁ। କୋଉ ରାଜନୀତି ପ୍ରେସର ପଡିଛି କୋଉଠି ପଡିନାହିଁ ସେଇଟା ଆମ କହିବାଟା ଆଜ୍ଞା ଠିକ ନୁହେଁ। ଭୟ ବାଦବିବାଦ ଭିତରେ ଆପଣ ଚିନ୍ତାରେ ମଧ୍ୟ ରହିଛନ୍ତି। ନିଶ୍ଚିତ ତା ଭିତରେ ଦର୍ଶକ ଯଦି ଓଁକାରରେ ଦେଖିବେ ଆପଣ ହସେଇବା ଅଭିନୟ ଯାହାକୁ ଦେଖେଇବେ ନା। ହଁ ନିଶ୍ଚିତ କିଛି ବି ମୋର ହେଇଯାଉ ଯାହା ଓଡ଼ିଶା ବୁଲିବେ ନିଶ୍ଚିତ। ଏବେ ବୁଲୁଛି ଆଗକୁ ବୁଲିବି କିଛି ଦରକାର ନାହିଁ। ମୋର ଯେତେବେଳେ କ୍ଷତି ହେଇଯିବ ଦର୍ଶକ ସମ୍ଭାଳି ପାରିବେନି ଆପଣ। ଦେଖନ୍ତୁ ଯାତ୍ରା ଜଗତର ବର୍ତ୍ତମାନ ଯୋଉ ପରିସ୍ଥିତି ପ୍ରଯୋଜକ ମହୋଦୟ ପରିଚାଳନା ମହୋଦୟ
କଳାକାର ସମନ୍ୱୟ ସମସ୍ତଙ୍କର ଭାଇଚାରା ରହିଲେ ଅନୁଷ୍ଠାନଟି ସବୁ ବହୁତ ବଡ଼ ହେବ। ଆଉ ଯେପର୍ଯ୍ୟନ୍ତ ଯିଏ ଯେତିକି ବଜେଇ ରଖିଛି ସେ ମାଲିକ ସେ ପର୍ଯ୍ୟନ୍ତ ଲାଷ୍ଟିଂ କରୁଛି, ଯିଏ ଯୋଉଟା ବଜେଇ ରଖିନି ସେ ତଳୁ ଯାଉଛି। ଆପଣଙ୍କ ଠାରୁ ହିଁ ବିବାଦ ଆରମ୍ଭ ହେଇଛି, ଯାତ୍ରା କଳି ଯାହା ଆପଣଙ୍କ ଠାରୁ। ନାଇଁ ମୋ ଆଗରୁ ଆହୁରି ବିବାଦ ଅଛି, କିନ୍ତୁ ଏତେ ହେଇନି କିଏ ମୁହଁ ଖୋଲୁ ନଥିଲେ। ହଁ ଆଜ୍ଞା କିଏ ମୁହଁ ଖୋଲୁ ନଥିଲେ, ମୁଁ କାହିଁ ମୁହଁ ଖୋଲିବିନି? ମୁଁ ସତ କଥା କହିବାକୁ ଯୋଉଟା ପ୍ରଥମରୁ କହିଛି ଏବେ ବି ସେ ସତ୍ୟ ସତ୍ୟ। ନାଣ୍ଡୁବାବୁଙ୍କ କ୍ଷେତ୍ରରେ କହିଥିଲେ ଯେ ବ୍ରାହ୍ମଣର ଅଭିଶାପ ପଡ଼ିଗଲା, ପଙ୍ଖର ଉପରେ ବ୍ରାହ୍ମଣର ଆଶୀର୍ବାଦ ପଡ଼ିବ। ଦେଖନ୍ତୁ ଆଜ୍ଞା, ମୁଁ କାହାକୁ ଦାନା ଦେଇପାରିବିନି, କାହା ଦାନା ମାରିପାରିବିନି। ସେ ଯୋଉଟା କରୁଛନ୍ତି ସେ ଅନୁଭବ କରୁଥିବେ ମୁଁ ଠିକ କରିଛି କି ଭୁଲ କରିଛି। ମୁଁ ସବୁଦିନ ଠାକୁରଙ୍କୁ ଡାକୁଛି, ଜଗନ୍ନାଥଙ୍କୁ ଡାକୁଛି, ହାତ ଡାକିଛି ତାପରେ ସବୁ ଆଶୀର୍ବାଦ ଦିଅନ୍ତି। କିନ୍ତୁ ସେ ନିଜେ ଚିନ୍ତା କରୁଥିବେ କଣଟା ହଉଛି କଣଟା ହଉନି। ମୁଁ କିଛି କାହାକୁ କିଛି ଏଗ୍ରିମେଣ୍ଟ ସଠିକ ଢଙ୍ଗରେ ହେଲା ନା ସେଠି ନାଣ୍ଡୁବାବୁ ଭଳି ସାଧା କାଗଜ ଦସ୍ତଖତ କରି ଆସିବେ? ଦେଖନ୍ତୁ ଆଜ୍ଞା ସେମିତି କିଛି ହେଇନି, ମାତ୍ର କେତେ ପଇସା ଦେଇଥିଲି ମୁଁ ଆପଣଙ୍କୁ ଆଗରୁ କହିଛି। ଆଉ ଆମର ଯାତ୍ରା ଗୋଟେ ବିଶ୍ୱାସରେ ଚାଲେ, ଯିଏ ବିଶ୍ୱାସଘାତ କରିବ ତାକୁ ତ ଭଗବାନ ବୁଝିବେ, କିଛି ଦରକାର ନାହିଁ।